ସବୁ ମଶା ଏଠି ସେ ମଶା କାମୁଡ଼ିଲେ ଡେଙ୍ଗୁ ହୁଏନି। ତା ଦେହରେ ଯଦି ଭାଇରସ ଥିବ ଭୂତାଣୁ ଥିବ ସେ ମଶା ଯଦି ଜଣେ ସୁସ୍ଥ ବ୍ୟକ୍ତି କାମୁଡ଼ିବ ତାହେଲେ ଡେଙ୍ଗୁ ରୋଗର ଲକ୍ଷଣ ମାନେ ଦେଖାଯିବ। ବିଶେଷ ଦେବାକୁ ଯାଉଛି ଆମ ଫାଷ୍ଟ ହେଉଛି ଆମର ପ୍ରିଭେନ୍ସନ୍ କରିବା ଯେକୌଣସି ରୋଗକୁ ଆମର ପ୍ରିଭେନ୍ସନ୍ କରିବା ଦରକାର ଅଛି। ଯେମିତି ଯେ ମଶା ଯେଉଁ ଆମ ଡେଙ୍ଗୁ ମଶା ଯେମିତି ଯେଉଁ ମାନେ ସ୍ଥିର ପାଣିରେ ଯେମିତି ତାଙ୍କର ବାସ ଥାଏ ସେଟା ଆମକୁ ଦେଖିବା ଅଛି। ଆମ ପାଣି ସବୁ ଆମ ପରିବେଶ ସଫାସୁତୁରା ରଖିବାର ଅଛି। ଯେକୌଣସି ପାଣି ନ ଜମୁ ଯଦି ପାଣି ଜମି ତାକୁ ସଫାସୁତୁରା କରିବା ପ୍ରତି 2 ଦିନ 3 ଦିନରେ ମଶାରୀ ଟାଙ୍ଗି ଶୋଇବା ଆମେ ରାତିରେ। ଯଦି ଆମକୁ କିଛି ଏମିତି ଜ୍ୱର ହଉଛି ଆପଣ ଦେଖିବେ ଆପଣ ସାହି ପଡ଼ିଶାରେ କି ଜ୍ୱର ହଉଛି 7 ଦିନ ରହିକି କି କିମ୍ବା ଆମ ଡେଙ୍ଗୁରେ ଯେମିତି ହୁଏ ଜଏଣ୍ଟ ପେନ୍ ହବ ବେଳେ ବେଳେ ବାନ୍ତି ହୁଏ ମୁଣ୍ଡ ବିନ୍ଧା ହୁଏ ଆଉ ଛୋଟ ଛୋଟ ରେଡ୍ ସ୍ପଟ୍ସ ଦେଖାଯିବ। ଯଦି ଆପଣ ସାହି ପଡ଼ିଶାରେ ଯଦି ଏମିତି ଅଛନ୍ତି ଆସି ନିକଟସ୍ଥର ଆମ ଯିଏ ଆଶା ଅଛନ୍ତି ତାଙ୍କୁ ଜଣାଇ ପାରିବେ କିମ୍ବା ଆମ ହସ୍ପିଟାଲ ଆସିପାରିବେ ଯେତେ ଶୀଘ୍ର ଆପଣ ଟ୍ରିଟମେଣ୍ଟ ପାଇପାରିବେ। ଗତ କିଛି ବର୍ଷ ତଳେ ଲଡ଼ୁଗାଁ ପଞ୍ଚାୟତରେ ଡେଙ୍ଗୁ ତାର ପ୍ରାଦୁର୍ଭାବଟା ବିସ୍ତାର କରିଥିଲା। ପାଖାପାଖି 270-80 କେସ୍ ସେ ସମୟରେ ହେଇଥିଲା। ସମ୍ପୂର୍ଣ୍ଣ ଏରିଆରେ ଆମର ଚହଲ ପଡ଼ିଯାଇଥିଲା। ଆଜି ମୁଁ କହିବାକୁ ଚାହିଁବି ଆମର ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ସମସ୍ତ କଲେଜ ଷ୍ଟାଫ୍ ଆମର ସମସ୍ତ ମେଡିକାଲ ଷ୍ଟାଫ୍ ଯେତେ ଅଛନ୍ତି ସମସ୍ତଙ୍କୁ ବିଶେଷ ଧନ୍ୟବାଦ ଦେବି ଯେ ଆପଣମାନଙ୍କର ପ୍ରୟାସରେ ଯେନ୍ ସଚେତନ କାର୍ଯ୍ୟକ୍ରମଟା ହେଇଛି ନିଶ୍ଚିତ ରୂପେ ସଚେତନ କାର୍ଯ୍ୟକ୍ରମରେ ସମସ୍ତେ ଉପକୃତ ହେଇପାରିବେ। ସଚେତନ ହେଇକରି ସମସ୍ତେ କିଛି ନା କିଛି ତାର ଉପରେ ସମସ୍ତେ ଯଦି ଆମେ ମିଶିକରି ଯଦି କାମ କର୍ମା ସମସ୍ତେ ସଚେତन ହେଇ पारमा बेले निश्चित रूप से डेंगू मलेरिया आम रक्षा पाई पारमा। तो मैं विशेष धन्यवाद दूचे सामाजिक संघ के जेन मान जरिया आज प्रोग्राम रही समस्त विशेष धन्यवाद।